ଗ୍ରାହକ କୁ ଆଉ ଏକ ବଡ଼ ଝଟକା। ଆଜି ପୁଣି ବଢ଼ିଲା କ୍ଷୀରର ଦର। ମଦର ଡେରି ପରେ ଏବେ ଅମୁଲ କ୍ଷୀରର ମୂଲ୍ୟ 2 ଟଙ୍କା ବୃଦ୍ଧି କରିଛି। ଏହା ପୂର୍ବରୁ ମଙ୍ଗଳବାର ରାତିରେ ମଦର ଡେରି କ୍ଷୀରର ମୂଲ୍ୟ 2 ଟଙ୍କା ବୃଦ୍ଧି ହୋଇଥିଲା, ଯାହା ବୁଧବାର ଏପ୍ରିଲ 30 ତାରିଖରୁ ସାରା ଦେଶରେ ଲାଗୁ ହୋଇଛି। ଅମୁଲ କ୍ଷୀରର ନୂତନ ମୂଲ୍ୟ ଗୁରୁବାର ମେ 1 ତାରିଖରୁ ସାରା ଦେଶରେ ଲାଗୁ ହେବ। ଦର ବୃଦ୍ଧି ପରେ ମଦର ଡାଏରୀ କ୍ଷୀରର ମୂଲ୍ୟ ଦିଲ୍ଲୀ ଏନସିଆଇର ମଦର ଡେରି ଟୋଣ୍ଡ ବା ବଲ୍ଭେଣ୍ଡ କ୍ଷୀରର ମୂଲ୍ୟ ପ୍ରତି ଲିଟର 54 ଟଙ୍କାରୁ ବୃଦ୍ଧି ପାଇ 56 ଟଙ୍କା ହେବ। ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ପ୍ରତି ଲିଟର 68 ଟଙ୍କାରୁ 59 ଟଙ୍କାକୁ ବୃଦ୍ଧି ପାଇବ। ଏହା ସହିତ ଟୋଣ୍ଡ କ୍ଷୀର ବା ପାଉଚ୍ର ମୂଲ୍ୟ ପ୍ରତି ଲିଟର 56 ଟଙ୍କାରୁ 57 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡବଲ ଟୋଣ୍ଡ କ୍ଷୀରର ମୂଲ୍ୟ ପ୍ରତି ଲିଟର 49 ଟଙ୍କାରୁ 51 ଟଙ୍କାକୁ ବୃଦ୍ଧି କରାଯାଇଛି। ଗାଈ କ୍ଷୀରର ମୂଲ୍ୟ ପ୍ରତି ଲିଟର 57 ଟଙ୍କାରୁ 59 ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ କିଛି ମାସ ମଧ୍ୟରେ ମୂଲ୍ୟ 4ରୁ 5 ଟଙ୍କା ବୃଦ୍ଧି ପାଇଛି। ମଦର ଡେରି ଅଧିକାରୀ କହିଛନ୍ତି ଯେ କ୍ରୟ ମୂଲ୍ୟ ନିରନ୍ତର ବୃଦ୍ଧି ପାଇଛି। ଗତ କିଛି ମାସ ମଧ୍ୟରେ ପ୍ରତି ଲିଟର ପିଛା ମୂଲ୍ୟ 4ରୁ 5 ଟଙ୍କା ବୃଦ୍ଧି ପାଇଛି। ମଦର ଡେରି ଦିଲ୍ଲୀ ଏନସିଆର ବଜାରରେ ଦୈନିକ ପ୍ରାୟ 35 ଲକ୍ଷ ଲିଟର କ୍ଷୀର ନିଜସ୍ୱ ଆଉଟଲେଟ୍, ସାଧାରଣ ବାଣିଜ୍ୟ ଏବଂ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରି କରେ। ସେ କହିଥିଲେ, ଆମେ ଆମ ଚାଷୀଙ୍କ ଜୀବିକାକୁ ସମର୍ଥନ କରିବା ସହିତ ଗ୍ରାହକମାନଙ୍କୁ ଗୁଣାତ୍ମକ କ୍ଷୀରର ନିରନ୍ତର ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ। ମଦର ଡେରି ଦୁଗ୍ଧ ଚାଷୀମାନଙ୍କଠାରୁ କଞ୍ଚା କ୍ଷୀରର କ୍ରୟ ମୂଲ୍ୟ ବୃଦ୍ଧିକୁ ଲକ୍ଷ୍ୟ ବୃଦ୍ଧି ବୋଲି ରହିଛି। ମଦର ଡେରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ କ୍ଷୀର କିଣିବା ପାଇଁ ଅଧିକ ମୂଲ୍ୟ ଦେବା ସତ୍ତ୍ୱେ ଆମେ ମୂଲ୍ୟ ବୃଦ୍ଧି କରୁନାହୁଁ। ଏହା ବ୍ୟତୀତ ସାରା ଦେଶରେ ଗରମ ହେତୁ କ୍ଷୀର ଉତ୍ପାଦନ ଆହୁରି ପ୍ରଭାବିତ ହେବାର ସମ୍ଭାବନା ରହିଛି। 500 ଟଙ୍କିଆ ନୋଟକୁ ନେଇ ଆସିଲା ବଡ଼ ଖବର। ଆରବିଆଇ 500 ଟଙ୍କିଆ ନୋଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବ୍ୟାଙ୍କଗୁଡ଼ିକୁ ସେପ୍ଟେମ୍ବର 2025 ସୁଦ୍ଧା ଦେଶର 75% ଏଟିଏମ୍ରେ 100 ଏବଂ 200 ଟଙ୍କିଆ ନୋଟ ପର୍ଯ୍ୟନ୍ତ ପରିମାଣର ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଛି। ଆରବିଆଇର ଏହି ନିର୍ଦ୍ଦେଶ ପରେ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ 2000 ଟଙ୍କିଆ ଭଳି 500 ଟଙ୍କିଆ ନୋଟକୁ ବନ୍ଦ କରିପାରେ ଆରବିଆଇ। ତେବେ ଆସନ୍ତୁ ବିଶେଷଜ୍ଞମାନଙ୍କଠାରୁ ବୁଝିବା ଯେ ସମଗ୍ର ଘଟଣା କ'ଣ ରହିଛି। ବ୍ୟାଙ୍କିଂ ବିଶେଷଜ୍ଞ ଏବଂ ଭଏସ୍ ଅଫ୍ ବ୍ୟାଙ୍କିଂର ପ୍ରତିଷ୍ଠାତା ଅଶ୍ୱନୀ ରାଣାଙ୍କ କହିବା ଅନୁଯାୟୀ ଦେଶର ଏଟିଏମ୍ ମାଧ୍ୟମରେ ଉଠାଯାଉଥିବା ନଗଦରେ ଆରବିଆଇ 100 ଏବଂ 200 ଟଙ୍କିଆ ନୋଟ ଉପରେ ନିର୍ଭରଶୀଳ ବୃଦ୍ଧି କରିବାକୁ ଚାହୁଁଛି। ଏହା ସହିତ ଏହା ନଗଦ ପାଇଁ 500 ଟଙ୍କା ନୋଟ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛି। ବଡ଼ ନୋଟ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ 2000 ଟଙ୍କାର ନୋଟ ପ୍ରଚଳନରୁ ବାହାର କରିଥିଲା। ଅଶ୍ୱନୀ ରାଣାଙ୍କ ଅନୁସାରେ ଯେପରି 2000 ଟଙ୍କିଆ ନୋଟ ପ୍ରଚଳନରୁ ବାହାର କରାଯାଇଥିଲା, ସେହିପରି 500 ଟଙ୍କିଆ ନୋଟ ମଧ୍ୟ ପ୍ରଚଳନରୁ ବାହାର ହେବାକୁ ଯାଉଛି। ଏହାର ଉତ୍ତର କେବଳ ରିଜର୍ଭ ବ୍ୟାଙ୍କ ଦେଇପାରିବ, କିନ୍ତୁ ସଂକେତଗୁଡ଼ିକ ଏହିପରି। ରାଣା କୁହନ୍ତି ଯେ ଏହା ଏବେ ହୋଇପାରେ କିମ୍ବା ନ ହୋଇପାରେ, କିନ୍ତୁ ଯଦି ଏହା ଆଗାମୀ ବର୍ଷର ହୁଏ ତେବେ ଏହା ଏକ ବଡ଼ କଥା ହେବ ନାହିଁ। ବ୍ୟାଙ୍କିଂ ବିଶେଷଜ୍ଞ କୁହନ୍ତି ଯେ ଭାରତର ଡିଜିଟାଲ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଆରବିଆଇର ଡିଜିଟାଲ ମୁଦ୍ରା ଇ-ରୂପୀ ପ୍ରଚଳନ କରିବାରୁ ପ୍ରସ୍ତୁତ ହୋଇଛି। ଏପରି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ମଧ୍ୟ ମୁଦ୍ରା ଚାପିବାରେ ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛି। ପ୍ରକୃତରେ ସରକାରଙ୍କୁ ନୋଟ ଛାପିବା ପାଇଁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍ ଗୁଡ଼ିକରେ ଛୋଟ ନୋଟ ଅଧିକ ପ୍ରଚଳନରେ ଆଣିବାକୁ ଚାହୁଁଛି। ବିଶେଷଜ୍ଞମାନଙ୍କ ବିଶ୍ୱାସ କରନ୍ତି ଯେ 2000 ଟଙ୍କିଆ ନୋଟ ପରି ଆରବିଆଇ ମଧ୍ୟ ଧୀରେ ଧୀରେ 500 ଟଙ୍କିଆ ନୋଟ ପ୍ରଚଳନରୁ ହ୍ରାସ କରିପାରନ୍ତି। ନମସ୍କାର ଦର୍ଶକ ବନ୍ଧୁ, ମୋହନ ମାଝୀଙ୍କ ବଡ଼ ଘୋଷଣା, ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି, ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶ୍ରମିକମାନେ। ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଏକ ଖୁସି ଖବର କହିଲେ ଅତ୍ୟୁକ୍ତ ହେବ ନାହିଁ, କାରଣ ଶ୍ରମିକଙ୍କ ମଜୁରୀ ବଢ଼ାଇଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଆସନ୍ତୁ ଏ ବିଷୟରେ ଜାଣିବା ପୂର୍ବରୁ ସର୍ବପ୍ରଥମେ ଆମ ଚ୍ୟାନେଲକୁ ଭିଜିଟ୍ କରିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ
वीडियो गोटे लाइक कर दिंतु जहाँफल आम अपलोड कर वीडियो आप सर्वप्रथमे देखिपारे। आज श्रमिक दिवस उपलक्षे मोहनचर माझी अर्थात आमर प्रिय मुख्यमंत्री श्रमिक मान भेटी देइछंती तांकर श्रमिकर दैनिक मजूरी की वृद्धि करछंती। आसंतु केते कौन अच्छी दैनिक मजूरी एवं तार वर्तमान केते पाहुचंती से विषय आप जानिबा। मोहनचर माझी श्रमिक मान सर्वनिम्न दैनिक मजूरी 10 टंका वृद्धि घोषणा करिसंती। एही निष्पत्ति अनुଯାयी अणकुशली श्रमिक मानकर सर्वनिम्न दैनिक मजूरी 452 टंकारु 462 टंका वृद्धि पाइछि। सेहीपरि अर्धकुशली श्रमिक मानक मजूरी 502 टंकारु 512 टंका को वृद्धि पाइछि। कुशली श्रमिक मानक दैनिक मजूरी 552 टंकारु 562 टंका एवं उच्च कुशली श्रमिक मानकर सर्वनिम्न दैनिक मजूरी 602 टंकारु 612 टंका को वृद्धि पाइछि। मु पुनर्बार कहि रहउछि अणकुशली श्रमिक मानकर सर्वनिम्न दैनिक मजूरी 452 टंकारु 462 टंका को वृद्धि पाइछि। सेहीपरि अर्धकुशली श्रमिक मानक मजूरी 502 टंकारु 512 टंका को वृद्धि पाइछि। कुशली श्रमिक मानक दैनिक मजूरी 552 टंकारु 562 टंका को वृद्धि पाइछि एवं उच्च कुशली श्रमिक मानकर सर्वनिम्न दैनिक मजूरी 602 टंकारु 612 टंका को वृद्धि पाइछि। यह हेउछि श्रीयुक्त मोहनचर माझींगर सबुठारु बड़ भेटी। श्रमिक मानक पई श्रमिक दिवस रे यह हेउछि एक बड़ भेटी।